ମଙ୍ଗଳଙ୍କ ଗୋଚର। ଚାରି ରାଶିଙ୍କ ଚମକିବ ଭାଗ୍ୟ। ଜାତକରେ ମଙ୍ଗଳ ଗୋଚର ସ୍ଥିତି ରହିଲେ ସବୁ କାମରେ ସଫଳତା ମିଳିଥାଏ। ଏହି ଗୋଚର ଯୋଗୁଁ କିଛି ରାଶି ଲାଭବାନ ହେବାକୁ ଯାଉଛନ୍ତି। ମଙ୍ଗଳ ଗ୍ରହର ଗମନାଗମନ ହେତୁ ଜୀବନରେ କିଛି ଭଲ ପ୍ରଭାବ ପଡ଼ିବାକୁ ଯାଉଛି। ଚାରି ରାଶିଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ମିଥୁନ ରାଶି। ମଙ୍ଗଳ ଗ୍ରହର ଗୋଚର ତୁଳା ରାଶିରେ ହେବା ଫଳରେ ଏହା ବହୁତ ଭଲ ରହିବ। ଧନ ଲାଭ ହେବା ସହ ଶତ୍ରୁମାନଙ୍କ ଠାରୁ ବିଜୟ ଲାଭ କରିବେ। ନୂଆ ଜିନିଷ କିଣିବେ। ଚାକିରି ହେବାର ସମ୍ଭାବନା ବହୁତ ରହିଛି। ଧନୁ ରାଶି। ଧନୁ ରାଶିର ପଞ୍ଚମ ଘରେ ମଙ୍ଗଳ ଗୋଚର ଯୋଗୁଁ ଭାଗ୍ୟର ସାଥ ମିଳିବା ସହ ସବୁକିଛି ଇଚ୍ଛା ପୂରଣ ହେବ। ମଙ୍ଗଳବାର ଦିନ କିଛି ଧାର୍ମିକ କାମ କରନ୍ତୁ। ସରକାରୀ ଚାକିରି କରିବେ। ଧନ ସମ୍ପତ୍ତି ବଢ଼ିବ। କୁମ୍ଭ ରାଶି। କୁମ୍ଭ ରାଶିର ଅଷ୍ଟମ ଘରେ ମଙ୍ଗଳ ଗୋଚର କରୁଥିବାରୁ ରହିଯାଇଥିବା କାର୍ଯ୍ୟ ପୂରଣ ହେବ। ବିଜୟ ଲାଭ କରିବେ। ପାରିବାରିକ ସମସ୍ୟା ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଆୟ ବୃଦ୍ଧି ହେବା ସହ ସବୁ କାର୍ଯ୍ୟରେ ସଫଳତା ପାଇବେ। ମୀନ ରାଶି। ପଞ୍ଚମ ଘରେ ମଙ୍ଗଳ ଗ୍ରହ ମୀନ ରାଶିରେ ଗୋଚର ହେତୁ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପାରିବାରିକ ସମସ୍ୟା ଦୂର ହେବ। ଛାତ୍ରଛାତ୍ରୀମାନେ ଭଲ କରିବେ। କର୍ମକାର୍ଯ୍ୟରେ ଉପରକୁ ବଢ଼ିବେ। ଚାକିରିରେ ସଫଳତା ପାଇବେ।